ଚାଲିଥିଲା ଜୁଆ ଖେଳ ଆଉ ମାଡ଼ି ବସିଲା ପୋଲିସ। ଜୁଆ ଖେଳ ଚାଲିଥିବା ବେଳେ ପଦ୍ମପୁର ପୋଲିସ 7 ଜଣଙ୍କୁ ଗିରଫ କରିଛି। ଜୁଆ ଆଡ୍ଡାରୁ ନଗଦ 1,40,000 ଟଙ୍କା ସହ 11ଟି ଦାମୀ ମୋବାଇଲ, ପଶା ଗୋଟି ଏବଂ ସୁନା ଚେନ୍, ସୁନା ମୁଦି ଆଦି ଜବତ କରାଯାଇଛି। ବରଗଡ଼ ଜଗଦଲପୁର ଥାନା ଗୁଣ୍ଡିଚାଡିହି ଗ୍ରାମରେ ଚଢ଼ାଉ କରି ଜବତ କରାଯାଇଛି। ପଦ୍ମପୁର ଏସଡିପିଓଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଇଥିଲା। ଗିରଫ 7 ଅଭିଯୁକ୍ତ ମାନେ ଛତିଶଗଡ଼ର ବୋଲି ଜଣାପଡ଼ିଛି। ସବୁ ଅଭିଯୁକ୍ତଙ୍କୁ ପଦ୍ମପୁର ଥାନାକୁ ଆଣି କୋର୍ଟ ଚାଲାଣ କରାଯିବା ନେଇ ପଦ୍ମପୁର ଏସଡିପିଓ ପାଣ୍ଡବ ସବର ସୂଚନା ଦେଇଛନ୍ତି। ଗୁଣ୍ଡିଚାଡିହି ଗ୍ରାମ ନିକଟସ୍ଥ ଝାଞ୍ଜ ଫରେଷ୍ଟରେ କିଛି ଲୋକ ଗ୍ୟାମ୍ବଲିଂ ଖେଲୁଛନ୍ତି। ସେଇ ଇନଫର୍ମେସନ को पाई से माने ଝାଞ୍ଜ ଫରେଷ୍ଟ ଆଡ଼କୁ ଯାଇଥିଲେ ଏବଂ ସେଠାରେ ସେ ଦେଖିଲେ ଯେ गोटे महुल गछ तले अंधार रे बैटरी रे लाइट लगेकी सेठी खेलुचंती एवं से तुरंत से जगह से कॉर्डन करथिले एवं कॉर्डन करिकी से 7 जन को काबू करया को हेतिले एवं से अंधार रो तार नेकी 2 जन मध्ये से जारू फेरार हे जायतिले।